परम प्रभु श्री अरविंद एवं ये पाठचक्र रे ऑनलाइन माध्यम जोग देथिबा समस्त भाई माननकु मोर प्रणाम। आज आलोचनार विषयटी होची चेतना बदली गले सौंदर्यर परिभाषा बदली जाए। सौंदर्य कौन आम जाना सौंदर्य कौन कह जाए क्या सौंदर्य माँ एवं परम प्रभुंकर लिखित वाणी प्रथम सौंदर्य माँ कहते इन द फिजिकल वर्ल्ड द थिंग्स व्हिच एक्सप्रेसेस द डिवाइन। ए पार्थिव जगत रे स्थूल भौतिक जगत रे सब जिनिस गुड़िक भितर सौंदर्य ही भगवान को the physical world is the world of fun and the perfection of fun is beauty। पुणी कहते ये पार्थिव स्थूल भोग जगतटी रूपर जगत विभिन्न फर्म गुड़िक विभिन्न रूप एवं ये रूपर पूर्णता होची सौंदर्य। जेकोसी जेते बुद्धिक जगत रे जेकोसी रूप भितर पूर्णतार परिप्रकाश ही सौंदर्य। कौन सी जिनिस आमको देखले सुंदर लगुच फुलटी हो तार भितर तार गोटे पूर्ण परिप्रकाश होची जेतेबेले ता भितर पूर्णता आसुची से रूपटी रे ताहा ही सौंदर्य। पुणी कहते माँ इन द फिजिकल वर्ल्ड and closest expression of the divine। ए जगत रे सौंदर्य ही अति निकटतर भावरे भगवान को प्रकाशित करिथाए एवं सर्वोत्तम भावरे भगवान को प्रकाशित करिथाए। तेणु ही कौन सी जगह सुंदर जिनिसटे आम देखिले संगे संगे आमको से विमोहित करे आम भितर गोटे दिव्य भावनाटी आनी ताकू देखि आम अभिभूत हो पड़ू। सौंदर्यटी ही भगवान को सबे प्रकाश करे। मध्य प्रभु एक कथा लिखुचेंती print showing us where he has asked। सौंदर्य तांकर से पाद दिगरे चले जाइछन ताहा देखि एके तांकर स्पर्श हिच जानी पारू जे एठी भगवान कर पाद स्पर्श हिच भगवान एठी प्रकाशित होइछन। जे को सौंदर्य आम देखू यही बुझा सौंदर्य आमको एक कथा बतई दिए। पुणी श्री अरविंद कहते परमानंद ही समग्र अस्तित्वर धाची ताहार गभीर और घनीभूत रूप परमानंदर घनीभूत रूप हूँ सौंदर्य मूल आनंद रही। ये सृष्टि आरंभ होची आनंद रु एवं यार अंतिम लक्ष्य से चरम शिखरटी होची आनंद। आनंद ही परिप्रकाश ये पार्थिव जगत रे आनंद को ही प्रकाशित करे। माँ को प्रकाशित हुए आमे देखि पारुछु
ଆମେ ଜାଣିପାରୁଛୁ ଯେ ଇଏ ହଉଛି ଗୋଟେ ସୌନ୍ଦର୍ଯ୍ୟ, ଗୋଟେ ସୁନ୍ଦର ଜିନିଷଟେ, ଫୁଲଟିଏ ହଉ, ବସ୍ତୁଟିଏ ହଉ, ବ୍ୟକ୍ତିର ସୌନ୍ଦର୍ଯ୍ୟ ହଉ, ଘଟଣାର ସୌନ୍ଦର୍ଯ୍ୟ ହଉ, ଯେକୌଣସି ଗୋଟେ ପ୍ରାକୃତିକ ଦୃଶ୍ୟ ଦେଖିଲୁ, ଚଢେଇଟି ଉଡି ଉଡି ଯାଉଛି ଆକାଶରେ, କେତେ ସୁନ୍ଦର ଦୃଶ୍ୟ। ପୁଣି ସାଗରର ଢେଉ ଗୁଡିକୁ ଦେଖିଲୁ, କେତେ ସୁନ୍ଦର ଦୃଶ୍ୟ। ଫୁଲଟିଏ ଫୁଟିବାର ଦେଖିଲୁ, ଚଢେଇର କାକଳିଟିଏ ଶୁଣିଲୁ, କେତେ ସୁନ୍ଦର ବ୍ୟକ୍ତିଙ୍କୁ ଦେଖିଲୁ। ଆମକୁ ଲାଗେ ଯେମିତି ସୌନ୍ଦର୍ଯ୍ୟ ଏଇଠି ଅଛି, ଆମେ ଦେଖିପାରୁଛୁ, ସ୍ଥୂଳ ଭାବରେ ସୌନ୍ଦର୍ଯ୍ୟ ପ୍ରକାଶିତ ହେଲେ ଆମେ ତାକୁ ଦେଖିପାରୁଛୁ ଏ ରୂପ ଗୁଡିକ ଭିତରେ। କିନ୍ତୁ ଖାଲି ଯେ ସୌନ୍ଦର୍ଯ୍ୟ ଏଇ ସ୍ଥୂଳ ରୂପ ଗୁଡିକରେ ପ୍ରକାଶିତ ହୁଏ ତାହା ନୁହେଁ। ମା କହୁଛନ୍ତି there is a beauty of feeling, a beauty of thought। ଆମ ଅନୁଭବରେ ବି ସୌନ୍ଦର୍ଯ୍ୟ ପ୍ରକାଶିତ ହୁଏ, ଆମ ଚିନ୍ତାରେ ବି ସୌନ୍ଦର୍ଯ୍ୟ ପ୍ରକାଶିତ ହୁଏ। ଯେମିତି କିଛି ଗୋଟିଏ ଭଲ ନିଃସ୍ୱାର୍ଥପର ଉଦାର ଚିନ୍ତାଟିଏ, କିଛି ଗୋଟେ ମହତ୍ ଗୋଟିଏ ଅନୁଭୂତିଟିଏ ଆମ ଭିତରେ ଯେତେବେଳେ ପ୍ରକାଶିତ ହୁଏ ତାହା ହିଁ ସୌନ୍ଦର୍ଯ୍ୟ, ଆମ ଚିନ୍ତାର ସୌନ୍ଦର୍ଯ୍ୟ, ଅନୁଭୂତିର ସୌନ୍ଦର୍ଯ୍ୟ। ତାହା ସୂକ୍ଷ୍ମ ଭାବରେ ଆମେ ଉପଲବ୍ଧି କରୁ, ଦେଖିପାରୁନୁ। ପାର୍ଥିବ ଜଗତରେ ରୂପ ଗୁଡିକ ମାଧ୍ୟମରେ ସୌନ୍ଦର୍ଯ୍ୟକୁ ଦେଖୁଛୁ, ବୁଝୁଛୁ, ଚିହ୍ନୁଛୁ। ଏମିତି ଚିନ୍ତା ଏବଂ ଅନୁଭୂତି ଭିତରେ ଆମେ ଜାଣିବା ସୌନ୍ଦର୍ଯ୍ୟ, ଏବଂ ସେଇଠି ମଧ୍ୟ ସେଇ ଭଗବତ ପରିପ୍ରକାଶ ହେଇଥାଏ। ଗୋଟିଏ ମହତ୍ ଚିନ୍ତା, ମହତ୍ ଅନୁଭୂତି ଭିତରେ ଆମକୁ ଭଲ ଲାଗେ, ଯେମିତି କିଛି ଗୋଟିଏ ନିଃସ୍ୱାର୍ଥପର ଚିନ୍ତାଟିଏ ଆମ ମନ ଭିତରେ ଆସିଲା, କାହା ପାଇଁ ପ୍ରାର୍ଥନାଟିଏ କଲେ, କୃତଜ୍ଞତା ଜଣେଇଲେ ଭଗବାନଙ୍କୁ, ସବୁ ଭିତରେ ସେଇ ସୌନ୍ଦର୍ଯ୍ୟ ପ୍ରକାଶିତ ହୋଇଥାଏ। ଏ କଥାରୁ ଏ ସବୁ ଗୁଡିକ ଜାଣିଲୁ, ଆମେ ଜାଣିଲେ ଭଗବାନଙ୍କ ଦୃଷ୍ଟିରେ ସୌନ୍ଦର୍ଯ୍ୟ କଣ। ଯେମିତି ସବୁ କଥା ମା ଏବଂ ପରମ ପ୍ରଭୁ ସୌନ୍ଦର୍ଯ୍ୟ କଣ ବୋଲି ଆମକୁ କହିଲେ। ଆମ ସାଧାରଣ ଦୃଷ୍ଟିରେ ସୌନ୍ଦର୍ଯ୍ୟ କଣ? ସାଧାରଣ ଦୃଷ୍ଟିରେ ଆମେ ସବୁ ଦେଖୁ, ସେଇ ବ୍ୟକ୍ତି ମାନଙ୍କୁ ଦେଖୁ, କୌଣସି ଗୋଟିଏ ପରିସ୍ଥିତିଟେ ଭଲ ଲାଗିଲା ଆମକୁ, ତା ଭିତରେ ସୌନ୍ଦର୍ଯ୍ୟକୁ ଦେଖୁ। ଯେତେ ଘଟଣା ଆମେ ଜାଣିଛୁ ସାଧାରଣ ଦୃଷ୍ଟିରେ ଆମେ ମାପି ଦଉ, ଆମର ଚିନ୍ତାଧାରା ଅନୁଯାୟୀ, ଆମର ଦୃଷ୍ଟିକୋଣ ଅନୁଯାୟୀ ଆମେ ମାପି ଦଉ ଯେ ଏଇ ଜିନିଷଟି ସୁନ୍ଦର, ଏଇଟା ଅସୁନ୍ଦର, ଏଇଟା ଭଲ, ଏଇଟା ମନ୍ଦ, ଆମେ ତାହା ଭଲ ଭାବରେ ଜାଣୁ। କେତେକ ଜିନିଷକୁ ଆମେ ଖୁବ ସୁନ୍ଦର କହିଥାଉ, ଫୁଲଟିଏ ଦେଖୁ ବହୁତ ସୁନ୍ଦର, ତା ରଙ୍ଗ ଭାରି ସୁନ୍ଦର, ତାର ପାଖୁଡା ସଜ୍ଜା ଆହୁରି ମନମୁଗ୍ଧକର, ଆମକୁ ଭଲ ଲାଗେ। ଆମକୁ ଭଲ ଲାଗେ କୌଣସି ସୁନ୍ଦର ବ୍ୟକ୍ତିଙ୍କୁ ଦେଖିଲେ ଆମେ କହୁ ଏ ସୁନ୍ଦର, ତାଙ୍କର ମୁଖର ଗଢଣ ପ୍ରକୃତରେ ବହୁତ ସୁନ୍ଦର, ତାଙ୍କ ଆଖି, ନାକ, ପାଟି ସବୁ କିଛି ସଂଗତିପୂର୍ଣ୍ଣ ଭାବରେ ଯେମିତି ସ୍ଥାପିତ ହେଇଛନ୍ତି। ବିଧାତା ତାକୁ ଗୋଟିଏ ଚାଉଳରେ ଗଢିଛି, ଏତେ ସୌନ୍ଦର୍ଯ୍ୟ। ଏମିତି ଆମେ ସବୁ ଜାଗାରେ ସୌନ୍ଦର୍ଯ୍ୟ ଅନୁଭବ କରୁ, ପ୍ରାକୃତିକ ଦୃଶ୍ୟରେ ଏବଂ ଏଇ ସାଧାରଣ ଘଟଣାବଳୀ ଭିତରେ ମଧ୍ୟ, ବ୍ୟକ୍ତି ବିଶେଷ ଭିତରେ, ଜିନିଷ ଭିତରେ, ଯେକୌଣସି ବସ୍ତୁ ପଦାର୍ଥ ବି ଆମେ ଘରେ ଦେଖୁ, ଆମେ କହୁ ଏଇ ଚୌକିଟା ସୁନ୍ଦର ହେଇଛି, ଘରର ଏଇ ପର୍ଦ୍ଦାଟି ସୁନ୍ଦର ହେଇଛି। ଏମିତି ସବୁ ଜାଗାରେ ସୌନ୍ଦର୍ଯ୍ୟ ଆମ ଦୃଷ୍ଟିରେ ମଧ୍ୟ ଆମେ ଦେଖୁ। ମା ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ବି କହୁଛନ୍ତି, The beauty is universal. One must have a universal consciousness in order to see and recognize it. ଆମେ ସାଧାରଣ ଦୃଷ୍ଟିରେ ସୌନ୍ଦର୍ଯ୍ୟ ଏମିତି ଦେଖିଥାଉ, ଆଖିକୁ ଦେଖାଗଲା ଆମେ କହିଲୁ ସୁନ୍ଦର, କିନ୍ତୁ ମା କହୁଛନ୍ତି beauty is universal. One must have a universal consciousness in order to see and recognize it. ସୌନ୍ଦର୍ଯ୍ୟ ହଉଛି ବିଶ୍ୱଗତ, ଏବଂ ଜଣକର ଏମିତି ଗୋଟିଏ ବିଶ୍ୱଗତ ଚେତନା ରହିବା ଦରକାର, ସୌନ୍ଦର୍ଯ୍ୟକୁ ଦେଖିପାରିବ ଏବଂ ଚିହ୍ନି ପାରିବ, ବୁଝିପାରିବ।
କେମିତି ନା ଏମିତି ଯେମିତି ଦେଶ କାଳ ପାତ୍ର ସବୁର ଊର୍ଦ୍ଧ୍ୱରେ ସେଇ ସୌନ୍ଦର୍ଯ୍ୟକୁ ସେ ବୁଝିପାରୁଥିବ। ଏମିତି ଏଟାକୁ ମା ବୁଝେଇଛନ୍ତି। ମା କହୁଛନ୍ତି କିଛି ଜଣ ଲୋକ କୁହନ୍ତି ଆମ ଅଞ୍ଚଳର ନାରୀମାନେ ସୁନ୍ଦର, ଆମ ଦେଶର ନାରୀମାନେ ସୁନ୍ଦର। ସେମାନେ ତାଙ୍କୁ ଏତେ ସୁନ୍ଦର ବୋଲି ଭାବିଥାନ୍ତି, ଅନ୍ୟ ଦେଶର ନାରୀମାନେ ସେମାନେ କୁହନ୍ତି ୟାଙ୍କ ଠାରୁ କମ ସୁନ୍ଦର ବା ୟାଙ୍କ ଆଗରେ ଅସୁନ୍ଦର। ଆମେ କହୁ ଆମ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ବହୁତ ସୁନ୍ଦର। ସେ ଦେଶରେ ଖାଲି ପଥର ପାହାଡ ସିନା, ପ୍ରାକୃତିକ ସୌନ୍ଦର୍ଯ୍ୟ କିଛି ନାହିଁ। ଆମକୁ ଏମିତି ମନେ ହୁଏ। ଆମେ ସୀମିତ ହେଇଯାଉ ଦେଶ ବା କୌଣସି ସ୍ଥାନ କୌଣସି ପାତ୍ରକୁ ନେଇକରି ଆମ ସୌନ୍ଦର୍ଯ୍ୟ ସୀମିତ ହେଇଯାଏ। ଆମେ କହୁ ମୋ ପରିବାର ବା ମୋ ଜାତିର ଲୋକମାନେ ସୁନ୍ଦର ବା ଆମର ଚାଲିଚଳନ ବହୁତ ଭଲ। ଏମିତି ଆମେ କେତେଟା ଜିନିଷରେ ଆମର ଚିନ୍ତା ଚେତନାକୁ ସୀମିତ କରି ରଖିଥାଉ। ତେଣୁ ଆମେ ବାସ୍ତବ ସୌନ୍ଦର୍ଯ୍ୟକୁ ବୁଝିବା ପାଇଁ ଏଇଠି ଗୋଟିଏ ବ୍ୟାପକତା ଆମ ଭିତରେ ସୃଷ୍ଟି କରିପାରୁନୁ, ଯୋଉଟାକୁ ସେ କହୁଛନ୍ତି ୟୁନିଭର୍ସାଲ କନସିୟସନେସ ଦରକାର। ସମଗ୍ର ଜଗତ ପାଇଁ ଗୋଟେ ବ୍ୟାପକ ଚେତନା, ସବୁ ବ୍ୟାପ୍ତ ଚେତନା ଭିତରେ ସବୁ କଥାକୁ ଦେଖିବାକୁ ହବ। ହେଲେ ହିଁ ସୌନ୍ଦର୍ଯ୍ୟଟିକୁ ଆମେ ଦେଖିପାରିବା, ବୁଝିପାରିବା। ଆମେ ଏମିତି ସୀମିତ ହେଇଯିବାନି ଗୋଟିଏ କଥାରେ ଯେ ହଁ ମୋର ଏଇ ଜିନିଷଟି ବହୁତ ସୁନ୍ଦର, ଆଉ କାହାର ମତେ ସେମିତି ଭଲ ଲାଗୁନି, ବା ମୋର ଚିନ୍ତା ଗୁଡିକ ଏତେ ଭଲ, ଆଉ କାହାର ଚିନ୍ତା ଚେତନା ମତେ କିଛି ଭଲ ଲାଗୁନି। ଆମର ଚଳଣି ବହୁତ ଭଲ, ସେମାନଙ୍କର କିଛି ଭଲ ନାହିଁ, ବା ସେଗୁଡିକ ଅପେକ୍ଷାକୃତ କମ ଭଲ, ଆମେ ଏମିତି ବି କହୁ। ଏଇଥିରେ ସୀମିତ ହେଇଯିବାନି, ବ୍ୟାପକ ହେଇଯିବାକୁ ହବ। ଆମକୁ ସବୁର ଊର୍ଦ୍ଧ୍ୱକୁ ଉଠିବାକୁ ହବ। ଚେତନା ବିଶ୍ୱ ବ୍ୟାପ୍ତ କରିବାକୁ ପଡିବ। ହେଲେ ହିଁ ଯଥାର୍ଥ ସୌନ୍ଦର୍ଯ୍ୟକୁ ବୁଝିବା ପାଇଁ, ଚିହ୍ନିବା ପାଇଁ, ଦେଖିବା ପାଇଁ ଆମେ ସହଜ, ଆମେ ସମର୍ଥ ହେଇପାରିବା। ସେଥିପାଇଁ ମା କହୁଛନ୍ତି ସୋ ଟୁ ନୋ ଟ୍ରୁ ବିୟୁଟି independent of all form, one must rise above all form, and once you have known it beyond every form, you can recognize it in any form whatsoever, indifferent, and that becomes interesting. ତମେ ଯେତେବେଳେ ସବୁ ଏଇ ଦେଶ କାଳ ପାତ୍ର ସବୁର ଊର୍ଦ୍ଧ୍ୱକୁ ଉଠି ଯିବାକୁ ପଡିବ, ସବୁ ଫର୍ମ ସବୁ ରୂପର ଊର୍ଦ୍ଧ୍ୱକୁ ଉଠି ଯିବାକୁ ହବ, ଏବଂ ତାପରେ ସେଇ ଦୃଷ୍ଟିରୁ ତୁମେ ଯଦି ଦେଖିବ ତାହେଲେ ପୁରାପୁରି ଇନଡିଫରେଣ୍ଟ ଦେଖିବ, ତାହେଲେ କଣ ହବ ନା ଭାରି ଇଣ୍ଟରେଷ୍ଟିଂ ଲାଗିବ ତୁମକୁ। ସେତେବେଳେ ସୌନ୍ଦର୍ଯ୍ୟର ପରିଭାଷା ତୁମ ପାଇଁ ଅଲଗା ହେଇଥିବ। ତୁମେ ଯୋଉ ଏଇ ସୀମିତତା ଭିତରେ ଦେଖୁଛ ସୌନ୍ଦର୍ଯ୍ୟକୁ, ତୁମେ ଆହୁରି ବ୍ୟାପ୍ତ ଭାବରେ ସୌନ୍ଦର୍ଯ୍ୟର ରୂପରେଖ ଦେଖିପାରିବ। କଣ ହେଇପାରେ ସୌନ୍ଦର୍ଯ୍ୟ ସେଠି ଜାଣିପାରିବ। ଶ୍ରୀ ଅରବିନ୍ଦ କହୁଛନ୍ତି ଦର୍ଶନ ପ୍ରିଜିମରେ, when I had the dividing region, I shrank from many things. After I had lost it in sight, I hunted to the world for the ugly and the repellent, but I could no longer find them. ସେ କହୁଛନ୍ତି ଯେତେବେଳେ ଯାଏ ମୁଁ ମୋର ହେତୁବୋଧ ଦ୍ୱାରା ପରିଚାଳିତ ହୋଇ ସବୁ କଥାକୁ ପରସ୍ପର ଠାରୁ ବିଚ୍ଛିନ୍ନ କରିକି ଦେଖୁଥିଲି, ସେତେବେଳେ ବହୁ କଥା ମୋ ପାଇଁ ଥିଲା ଅସହ୍ୟ ଆଉ ବର୍ଜନୀୟ, ମତେ ସେଗୁଡିକ ସୁନ୍ଦର ଲାଗୁନଥିଲା। କିନ୍ତୁ ଯେତେବେଳେ ମୋ ଦୃଷ୍ଟିରୁ ସେ ଭେଦଭାବଟି ଦୂର ହେଲା, ତାର ଊର୍ଦ୍ଧ୍ୱକୁ ମୁଁ ଉଠିଗଲି, ସେତେବେଳେ ମୁଁ ପୃଥିବୀ ବ୍ୟାପୀ ଖୋଜି ଚାଲିଲି ସେଇ ଘୃଣ୍ୟ ଆଉ କୁଶ୍ଚିତତା ଖୋଜିଲି। କଣ କୋଉଠି ଗୋଟେ ଅଗଲି ଜିନିଷଟେ ମିଳିବ, କୁଶ୍ଚିତ ଜିନିଷଟି ବା ଘୃଣ୍ୟ ଜିନିଷଟି ମିଳିବ, କିନ୍ତୁ ସେ ସବୁ ଆଉ ମୋର ଦୃଷ୍ଟିଗୋଚର ହେଲେ ନାହିଁ, ଆଉ ମତେ ସେମାନେ ଦିଶିଲେନି। ଅର୍ଥାତ୍ ପ୍ରଭୁ କହୁଛନ୍ତି ମୁଁ ଏମିତି ଚେତନାର ଗୋଟିଏ ସ୍ତରକୁ ଯାଇ ପହଞ୍ଚୁଛି, ସେତେବେଳେ ମୁଁ ଏଇ ଜଗତରେ କୌଣସି କୁଶ୍ଚିତ ଜିନିଷ, ଘୃଣ୍ୟ ଜିନିଷ ଏସବୁ ପାଉନି।
ସବୁ କିଛି ମୋ ପାଇଁ ସୁନ୍ଦର। ମା କହୁଛନ୍ତି ଏଇ କଥାଟି ବୁଝେଇବା ଯେ ମା କହୁଛନ୍ତି to understand what Sri Aurobindo means here, you must yourself have had the experience of transcending region and establishing your consciousness in a world higher than the mental intelligence. तुमको ये कथाटी बुझिବାକୁ हेले तुमको ए मानसिक बुद्धि बा युक्ति बा एई सबु मानसिक ज्ञानर स्तरରୁ ऊर्ध्वକୁ उठी ଯିବାକୁ ହବ। ତାପରେ ଯାଇକି ତୁମେ ଏ କଥାକୁ ବୁଝିପାରିବ। ମା ପ୍ରଥମ କଥା କହିଲେ ଏବଂ ଯେତେବେଳେ ତୁମେ ଏଇ ऊर्ध्व ସ୍ତରକୁ ଟିକେ ଉଠିଯିବ ଏଇ ମନର ସ୍ତରରୁ ମନ ଦେଇକି ଆମେ ସବୁ ବିଚାର କରୁ ଆମେ କହୁ ଏଇ ଜିନିଷଟି ଅସୁନ୍ଦର ଯଦି ଏଇ ଆମେ କହୁ ଗୋଟେ ଲୋକ ଧର ଦେଖିଲେ ଆମେ କାହାକୁ ଆମେ କହୁ ଯଦି ତାର ହାଇଟ ଟା ଆଉ ଟିକେ ବଡ ହେଇଥାନ୍ତା ସିଏ ହୁଏତ ଆହୁରି ସୁନ୍ଦର ହେଇଥାନ୍ତା ଯଦି ସେ ଆଉ ଟିକେ ପତଳା ହେଇଥାନ୍ତା ସେ ଆଉ ଟିକେ ସୁନ୍ଦର ହେଇଥାନ୍ତା ତାର ଆଖି ଯଦି ଆଉ ଟିକେ ବଡ ହେଇଥାନ୍ତା ବା ସାନ ହେଇଥାନ୍ତା ସେ ଅପେକ୍ଷା କରୁତ ଆହୁରି ସୁନ୍ଦର ଦେଖାଯାଇଥାନ୍ତା ଏମିତି ଆମେ ଭାବୁ କିନ୍ତୁ ସେଇ ମାନସିକ ସ୍ତରରେ ସେଇ କଥା ଗୁଡିକ ସବୁ ଚିନ୍ତା କରୁଛୁ ଆମେ ତାଠୁ ଊର୍ଦ୍ଧ୍ୱକୁ ଉଠି ଯିବାକୁ ହବ ଚେତନାରେ ତାର ଊର୍ଦ୍ଧ୍ୱ ସ୍ତରରେ ଯାଇ ଯଦି ଆମେ ଦେଖିବୁ ମା କହୁଛନ୍ତି from up there you can see vastly that everything that exists in the universe is an expression of Satchidananda and therefore behind any appearance enough you can perceive Satchidananda which is the principle of supreme beauty ଦେଖୁଛନ୍ତି ଏଇ ମନର ବିଚାରଧାରା ଏଇ ମନର ସମସ୍ତ ଧାରଣା ସବୁର ଊର୍ଦ୍ଧ୍ୱକୁ ଯଦି ତୁମେ ଉଠିଯିବ ଏଗୁଡିକୁ ଟିକେ ନିରବ କରିଦବ ଆଉ ଏସବୁ ଭିତରେ ତୁମେ ପୁରା ବ୍ୟସ୍ତ ରହି ଏଇଗୁଡିକରେ ତୁମେ ସୀମିତ ହେଇ ନ ଯାଇ ସେଗୁଡିକୁ କରିଦେଇ ଊର୍ଦ୍ଧ୍ୱକୁ ଯିବାକୁ ପ୍ରୟାସ କରିବା ଆମେ ତ ଏଟା ଦିନକରେ ହେଇଯିବନି ମା ଯୋଉ କଥାଟି କହିଲେ ଆମେ ଦିନକରେ କିନ୍ତୁ ଚେଷ୍ଟା କରିବା କେମିତି ଏଟା ଆମ ଭିତରେ ଆସୁ ଏଇ ଚେତନାର ସ୍ତର ଆମ ଭିତରେ ଆମେ କେମିତି ଉପଲବ୍ଧି କରୁ ଯେ ଏଇ ମାନସିକ ଚିନ୍ତାଧାରାର ଊର୍ଦ୍ଧ୍ୱରେ ସୌନ୍ଦର୍ଯ୍ୟଟିର ରୂପରେଖ କଣ ହେଇଥିବ ଆମେ ଦେଖିବା ମା କହୁଛନ୍ତି ଯେତେବେଳେ ତୁମେ ସେଇଠି ପହଞ୍ଚିବ ସେଇଠି ତୁମେ ଦେଖିବ ଯୋଉ ବି ରୂପ ହେଇଥାଉ ଯାହା ତାର ବାହ୍ୟ ପରିପ୍ରକାଶ ହେଇଥାଉ ତମେ ଯଦି ତାର ଗଭୀରତର ପ୍ରଦେଶକୁ ପ୍ରବେଶ କରିବ ତମେ ଦେଖିବ ସେଠି ତୁମେ ସଚ୍ଚିଦାନନ୍ଦଙ୍କୁ ଦେଖିବ ଅର୍ଥାତ୍ ସେଇ ସଚ୍ଚିଦାନନ୍ଦ ସେଇଠି ଅଛନ୍ତି ସବୁର ମୂଳରେ ସେଇ ଭଗବାନ ଅଛନ୍ତି ସବୁରି ଭିତରେ ସେଇ ଦିବ୍ୟ ପରମ ଲୁଚି ରହିଛନ୍ତି ତୁମେ ଦେଖିପାରିବ ଏବଂ ଯେତେବେଳେ ତୁମେ ଦେଖିପାରିବ ସେଇ ସଚ୍ଚିଦାନନ୍ଦଙ୍କୁ ସେତେବେଳେ ହିଁ ତୁମେ ବିୟୁଟି ବା ସୌନ୍ଦର୍ଯ୍ୟର ରହସ୍ୟ ବୁଝିପାରିବ ତାହା ହିଁ ପରମ ସୌନ୍ଦର୍ଯ୍ୟ ବୋଲି କହୁଛନ୍ତି ଆଉ ଗୋଟିଏ କଥା ମା କହୁଛନ୍ତି you see that everything in the manifest so much there is appear ugly in comparison with a great which may not appear beautiful yet ugliness ତୁମ ଭିତରେ ଏମିତି ଗୋଟିଏ ଭାବନା ତୁମକୁ ପ୍ରସ୍ତୁତ କରିବାକୁ ପଡିବ ନିଜ ଭିତରେ ଏମିତି ନିଜକୁ ପ୍ରସ୍ତୁତ କରିବାକୁ ପଡିବ ଯେ ଏ ସମଗ୍ର ବିଶ୍ୱରେ ଏଇ ସବୁ ଆପେକ୍ଷିକ ରିଲେଟିଭ ସବୁ ଗୁଡିକ ପରିବର୍ତ୍ତନଶୀଳ ତେଣୁ ଆମେ ଯୋଉଠି ଆଜି ଦେଖୁଛୁ ଯେ ଗୋଟେ ସୁନ୍ଦର ଜିନିଷ ତାଠାରୁ ଆହୁରି ଅଧିକ ଗୋଟେ ସୁନ୍ଦର ଜିନିଷ ପାଇଲେ ତା ତୁଳନାରେ ଏଇ ସୁନ୍ଦର ଜିନିଷଟି ଅସୁନ୍ଦର ମନେ ହବ ଗୋଟେ ଜିନିଷ ଆମକୁ ବହୁତ ଭଲ ଲାଗୁଥିଲା ଧରାଯାଉ ଆମେ ଆମ ଘରର ଆସବାବପତ୍ର କଥା ଯଦି ନିଆଯାଉ ଆମେ ଗୋଟେ ଜିନିଷ ଆମକୁ ମାର୍କେଟରେ ବହୁତ ଭଲ ଲାଗିଲା ଆମେ ସେଇଟାକୁ କିଣି ଆଣିଲେ ଆମ ଘରେ ତାକୁ ସଜେଇଲେ ବହୁତ ସୁନ୍ଦର ଲାଗୁଛି ଆମକୁ ତ ଆମେ ଭାବିଲୁ ଆମେ ସବୁଠୁ ସୁନ୍ଦର ଜିନିଷଟେ କିଣି ଆଣି ଆମ ଘରେ ରଖିଲୁ ତାପରେ ଯେତେବେଳେ ପୁନର୍ବାର କିଛି ବର୍ଷ ପରେ
ଆମେ ଯେତେବେଳେ ଯାଉଛୁ ପୁଣି ବା ମାର୍କେଟରେ ଦେଖୁଛୁ, କୋଉଠି ଦେଖୁଛୁ, ୟା ତୁଳନାରେ ସେଇଟା ଆମକୁ ଆହୁରି ଅଧିକ ସୁନ୍ଦର ଲାଗୁଛି। ତେଣୁ ଯୋଉଟା ଆମ ପାଇଁ ସୁନ୍ଦର ଥିଲା ତାହା କେମିତି ରିଲେଟିଭ, ତାହା କେମିତି ଆପେକ୍ଷିକ, ତାହା ଆଜି ଆମ ପାଇଁ ଆଉ ସେତିକି ସୁନ୍ଦର ହେଇକି ନାହିଁ। ଠିକ ସେମିତି କୌଣସି ଅସୁନ୍ଦର ଜିନିଷ ବା ଅସୌନ୍ଦର୍ଯ୍ୟ ଏମିତି ନାହିଁ ଯାହାକି ଚିରକାଳ ଅସୌନ୍ଦର୍ଯ୍ୟ। ଏମିତି କିଛି ଜିନିଷ ରହିଛି ତାଠାରୁ ଅଧିକ ଅସୌନ୍ଦର୍ଯ୍ୟ ଆମେ ଦେଖିଲେ ଆମେ ଜାଣିବୁ ଯେ ସେ ପୂର୍ବୋକ୍ତ ଜିନିଷଟି ଯାହାକୁ ଆମେ ଅସୁନ୍ଦର କହୁଥିଲୁ ତାହା ତ ୟାଠାରୁ ସୁନ୍ଦର। ତେଣୁ ସୁନ୍ଦର ବା ଅସୁନ୍ଦର ଏଇ ଭିତରେ, ଏଇ ଯୋଉ ଧାରଣା ଭିତରେ ଆମେ ବଦ୍ଧମୂଳ ହୋଇ ରହିଛୁ, ସେଟା ଯେ କେତେ ଆପେକ୍ଷିକ ସେଇ କଥାକୁ ଆମେ ସେତେବେଳେ ବୁଝିପାରିବୁ। ଏହା ଗୋଟେ ଶାଶ୍ୱତ କଥା ନୁହେଁ, ଏହା ସବୁବେଳେ ପରିବର୍ତ୍ତନଶୀଳ। ମା ପୁଣି କହୁଛନ୍ତି, when you can see and feel in this way, you immediately become aware of the extreme relativity of these impressions and their unreality from the absolute point of view. ଯେତେବେଳେ ତୁମେ ଏତକ କଥା ବୁଝିପାରିବ, ସେତେବେଳେ ତୁମେ ଜାଣିପାରିବ ଯେ ସବୁ ଜିନିଷର ଆପେକ୍ଷିକତା କେତେ ଦୂର ପର୍ଯ୍ୟନ୍ତ ସମ୍ଭବ ଏବଂ ଏଇ ଯୋଉ ଇମ୍ପ୍ରେସନ ଆମେ ରଖିଛୁ ଯେ ସୁନ୍ଦର ବା ଅସୁନ୍ଦର, ଭଲ ବା ମନ୍ଦ, କଦର୍ଯ୍ୟ ଲାଗିଲା କୋଉଟା, କୁଶ୍ଚିତ ଲାଗିଲା କୋଉଟା, ଭାରି ଏଇ ଯୋଉ ଆମର କଥା ଗୁଡିକ ରହିଛି ତାର କେତେ ଅବାସ୍ତବତା ସେଇଟା ବୁଝିପାରିବ ତୁମେ। ତେଣୁ ତୁମେ କୌଣସି ଜିନିଷରେ ଗୋଟେ ସୁନ୍ଦର ବୋଲି ଗୋଟେ ନିରନ୍ତର ଧାରଣା ରଖି ଅନ୍ୟ ସବୁ ଜିନିଷକୁ ଅସୁନ୍ଦର ପ୍ରତିପାଦିତ କରୁଛ ଯୋଉ ସୃଷ୍ଟିରେ, ତାହା ଆଉ ତୁମ ଭିତରେ ହବନି। ବୁଝିପାରିବ ସବୁ କିଛି। ପୁଣି ଶ୍ରୀ ଅରବିନ୍ଦ କହୁଛନ୍ତି, God has opened my eyes for I saw the nobility of the vulgar, the attractiveness of the repellent, the perfection of the maimed and the beauty of the hideous. ଭଗବାନ ମୋ ଆଖି ଖୋଲିଦେଲେ, ମୁଁ ଦେଖିଲି ଅଭବ୍ୟର ମହତ୍ଵ ଦେଖିପାରୁଛି, ଘୃଣ୍ୟର ଆକର୍ଷଣୀୟତା ମୁଁ ଅନୁଭବ କରିପାରୁଛି, ଦେଖିପାରୁଛି, ବିକଳାଙ୍ଗର ପୂର୍ଣ୍ଣାଙ୍ଗତା ଦେଖିପାରୁଛି, କଦର୍ଯ୍ୟର ସୌନ୍ଦର୍ଯ୍ୟ ଦେଖିପାରୁଛି। ଚେତନାର ସେଇ ସ୍ତରରେ ପହଞ୍ଚିଲେ ଯୋଉଗୁଡିକ ମୋ ଆଗରେ ଥିଲା ଘୃଣ୍ୟ, ତାର ଆକର୍ଷଣୀୟତା ମୁଁ ଅନୁଭବ କରିପାରେ। ମା କହୁଛନ୍ତି ଏଇ କଥାକୁ ବୁଝେଇବା ପାଇଁ, ମା କହୁଛନ୍ତି, behind the appearances there is a sublime reality which is, one may say, the luminous opposite of all external deformations. ସବୁର ପଶ୍ଚାତରେ, ଏ ବସ୍ତୁ ହଉ, କୌଣସି ବ୍ୟକ୍ତି ହଉ, କୌଣସି ଘଟଣା ହଉ, ସବୁର ପଶ୍ଚାତରେ ଗୋଟେ ସୂକ୍ଷ୍ମ ବାସ୍ତବତା ରହିଛି, ଯାହାକୁ କି ଜଣେ କହିପାରିବ ଯେ ଯାହା ଏଇ ଦୃଶ୍ୟମାନ ଅବସ୍ଥାରେ ଯେତେକ ଡିଫର୍ମିଟିଜ ରହିଛି, ଯେତେକ ଅପୂର୍ଣ୍ଣତା ରହିଛି, ଯାହା ଅସୌନ୍ଦର୍ଯ୍ୟ ରହିଛି, ସବୁର ଗୋଟେ ପ୍ରୋଜ୍ୱଳ ବିପରୀତ, ପୁରା ବିପରୀତ। ଆମକୁ ବାହାରକୁ ଯୋଉ ଡିଫର୍ମିଟି ଦେଖାଯାଉଛି, ତା ପଶ୍ଚାତରେ ଯୋଉ ବାସ୍ତବତା ରହିଛି, ସେ ଯୋଉ ପରମ ସତ୍ୟ ରହିଛି, ସିଏ ୟାର ପୁରାପୁରି ବିପରୀତ ଏବଂ ଉଜ୍ଜଳମୟ ବିପରୀତ। ଏ କଥାକୁ ବୁଝିପାରିବ। Thus, when the inner eyes are open to this divine reality, it is seen with such power that it is able to dissolve all that normally veils it with ordinary vision. ଯେତେବେଳେ ଏଇ ଅନ୍ତର୍ଦୃଷ୍ଟିର ଖୋଲିଯିବ, ଏଇ ବାସ୍ତବ ସତ୍ୟକୁ ଆମେ ଯେତେବେଳେ ଦେଖିପାରିବା, ଏଇ ସୂକ୍ଷ୍ମ ବାସ୍ତବତା ଯାହା ସବୁର ପଶ୍ଚାତରେ, ସବୁର ଗଭୀରରେ ରହିଛନ୍ତି, ତାଙ୍କୁ ଯଦି ଆମେ ଦେଖିପାରିବା, ସେତେବେଳେ ଆମ ଭିତରେ ଏମିତି ଗୋଟେ ଶକ୍ତି ଆସିବ ଯାହାକି ସବୁ କିଛିକୁ ବା ସବୁ କିଛିକୁ ବିକୃତ କରି ଯୋଉ ଆବୃତ କରି ରଖିଛି, ଏଇ ବିକୃତତା ସବୁ ହଟେଇ ଦେଇ ଆମର ସାଧାରଣ ଦୃଶ୍ୟରେ ଯୋଉ ବିକୃତି ଦେଖାଯାଉଛି ଆଖିକୁ, ତାକୁ ସେ ହଟେଇ ଦେଇ ସେଇ ସୌନ୍ଦର୍ଯ୍ୟ ଆମ ଆଗରେ ଆଣି ରଖିଦେଇ ପାରିବ। ତେଣୁ ପ୍ରଚେଷ୍ଟା କରିବାକୁ ପଡିବ ଆମକୁ ସେଇ ସ୍ତରରେ ପହଞ୍ଚିବାକୁ ଚେତନାର। ଶ୍ରୀ ଅରବିନ୍ଦ
ଆହୁରି ମଧ୍ୟ କହୁଛନ୍ତି to feel and love the God of beauty and good in the ugly and the evil, and still yearn in utter love to heal it of its ugliness and its evil. There is real virtue and morality. ସେ କହୁଛନ୍ତି ଏଇ ଯୋଉ ଅସୁନ୍ଦର ଏବଂ ମନ୍ଦ ଆମ ଦୃଷ୍ଟିରେ ଯାହା ରହିଛନ୍ତି ତାଙ୍କରି ଭିତରେ ସୌନ୍ଦର୍ଯ୍ୟ ଏବଂ ସେଇ ଭଗବାନକୁ ଅନୁଭବ କରିବା ଏବଂ ଭଲ ପାଇବା ତା ସହିତ ଆମେ ଆଉ କଣ କରିବା ନା ଐକାନ୍ତିକ ପ୍ରେମ ସହ ସେ ଅସୁନ୍ଦରତା ଓ ମନ୍ଦର ନିରାମୟ ଦିଗରେ ବ୍ୟାକୁଳ ହେବା। ଏହା ହିଁ ପ୍ରକୃତ ସଦ୍ଗୁଣ ଓ ନୈତିକତା। କେତେ ଗଭୀରତାର କଥା ପ୍ରଭୁ ଏଠି କହୁଛନ୍ତି ଯେ ସବୁ ଅସୁନ୍ଦର ମନ୍ଦ ଭିତରେ ସେଇ ସୌନ୍ଦର୍ଯ୍ୟର ଯୋଉ ଭଗବାନ ସେ ରହିଛନ୍ତି ତାଙ୍କୁ ଅନୁଭବ କରିବା ଏବଂ ତାଙ୍କୁ ଭଲ ପାଇବା, ସବୁ ଭିତରେ ତାଙ୍କୁ ଦେଖିବା ଏବଂ ତାଙ୍କ ସବୁ ଭିତରେ ତାଙ୍କୁ ଦେଖି ତାଙ୍କୁ ଭଲ ପାଇବା ଏବଂ ତାର ସେଇ ଅସୁନ୍ଦର ଏବଂ ସେଇ ମନ୍ଦକୁ ନିରାମୟ କରିବା, ହିଲିଂ ତାର କରିବା, ହିଲ କରିବା, ନିରାମୟ କରିବା ଦିଗରେ ବ୍ୟାକୁଳ ହେବା, ଇଚ୍ଛା ପ୍ରକାଶ କରିବା, ଚାହିଁବା ଯେ ସେଗୁଡିକ ସବୁଦିନ ଏମିତି ମନ୍ଦ ହେଇକି କାହିଁକି ରହିବ, ତାର ନିରାମୟ ହେବା ଆବଶ୍ୟକ। ଆମେ ଯୋଉ ସତ୍ୟ, ଶିବ ଏବଂ ସୁନ୍ଦର ଜାଣିଛେ ତାଙ୍କୁ ଆଧାର କରିକି ସବୁ ସୃଷ୍ଟି ଗଢା ହେଇଛି, ସବୁ କିଛି ସମ୍ଭବ ହେଇଛି ଏ ସୃଷ୍ଟିରେ କେବଳ ସେଇ ସତ୍ୟ, ଶିବ ଏବଂ ସୁନ୍ଦରକୁ ଆଧାର କରି। ଅର୍ଥାତ୍ ସବୁ କିଛିର ଏଇ ଦୃଶ୍ୟମାନ ଆବରଣ ତଳେ ଲୁଚି ରହିଛନ୍ତି ସେଇ ସବୁ ଉପାଦାନ, ସେଇ ସତ୍ୟ, ଶିବ ଆଉ ସୁନ୍ଦର। ଯେତେବେଳେ ଆମେ ଆମ ନିଜ ଚେତନାରେ ସେ ଲୁଚି ରହିଥିବା ଉପାଦାନ ଗୁଡିକୁ ଜୀବନ୍ତ ଭାବେ ଦେଖିପାରିବୁ, ସଞ୍ଜୀବିତ କରିପାରିବୁ, ସେତେବେଳେ ସବୁ କିଛି ଭିତରେ ସେଇ ସବୁର ଉପସ୍ଥିତି ଆମ ଆଖିରେ ପ୍ରଜ୍ୱଳ ହେଉଥିବ, ଆମେ ଦେଖିପାରିବୁ। ତେବେ ଏଠି ଗୋଟେ ପ୍ରଶ୍ନ ଉଠେ ଯେ ଯାହା ସବୁ ଅସୁନ୍ଦର ଓ ମନ୍ଦ ତାକୁ କଣ ଆମେ ସେମିତି ଛାଡିଦେବା, ତାକୁ ତୁଚ୍ଛା ବିରୋଧ କଲେ ହବ କଣ? ଖାଲି ବିରୋଧ କରୁଥିବା ଏଇଟା ଅସୁନ୍ଦର, ତାକୁ ଘୃଣା କରୁଥିବା, ତାକୁ ଦୂରେଇ ରହୁଥିବା ଏଇଟା ମନ୍ଦ, ଏଇଭଳି ଆମେ ତାକୁ ବିରୋଧ କଲେ କଣ ହବ? ତା ପ୍ରତି ଉଦାସୀନ ରହିଲେ ମଧ୍ୟ ତ ସମସ୍ୟାର ସମାଧାନ ହଉନି। ଖାଲି ଦେଖିବେନି କହିଲେ କଣ ସମସ୍ୟାର ସମାଧାନ ହଉଛି କି? ସେମିତି ଅସୁନ୍ଦର ଗୁଡିଏ ରହିଛି, ମନ୍ଦ ଗୁଡିଏ ରହିଛି ଏବଂ ସେଗୁଡିକ ସମସ୍ତଙ୍କୁ ପ୍ରଭାବିତ ମଧ୍ୟ କରୁଛନ୍ତି। ତାହେଲେ ସେ ସମସ୍ୟାର ସମାଧାନ ତ ହଉନି। ଏଣେ ପ୍ରଭୁ ବି କହୁଛନ୍ତି ଏ ଯୋଉ ମନ୍ଦ ଅସୁନ୍ଦରର ନିରାମୟ କଥା କହୁଛନ୍ତି, ତାପରେ କେମିତି ସମ୍ଭବ ହବ? କଣ କରିବା ଆମେ? ଏ ଯୋଉ କଥା ଆମକୁ କରିବାକୁ ହବ କୁହାଗଲା, କେମିତି କରିବା? ମାଙ୍କୁ ପଚରା ହେଲା ପ୍ରଶ୍ନ, ମା, how can one help to cure the evil and the ugliness that one sees everywhere? ସବୁଠି ଯୋଉ ଅସୌନ୍ଦର୍ଯ୍ୟ ଏବଂ ମନ୍ଦ ଜଣେ ଦେଖୁଛି ତାକୁ କେମିତି ଆମେ କ୍ୟୁର କରିପାରିବୁ, ତାର ନିରାମୟ ଆମେ କେମିତି କରିପାରିବୁ? ମା କହିଲେ ତାହା 3ଟି ଷ୍ଟେପରେ ତୁମେ କରିବ। 3ଟି ଷ୍ଟେପ, 3ଟି ଉପାୟ ସେ ବତେଇଲେ। ପ୍ରଥମ, ଦ୍ୱିତୀୟ, ତୃତୀୟ କରି ଆମକୁ ସେଗୁଡିକୁ ତାପର କରି କରିବାକୁ ହବ। ମା କହୁଛନ୍ତି ଫାର୍ଷ୍ଟ ଷ୍ଟେପଟା, you are quite capable of seeing it, even feeling it. ତମେ ଏଇ କଥା ଗୁଡିକୁ, ଏଇ ମନ୍ଦ ଅସୁନ୍ଦର ଗୁଡିକୁ ତୁମେ ଦେଖିବା ପାଇଁ ସକ୍ଷମ, ଇଭେନ ଅନୁଭବ କରିବା ପାଇଁ ବି ତୁମେ ସକ୍ଷମ, କରିପାରୁଛ, ବୁଝିପାରୁଛ, ଦେଖିପାରୁଛ। କିନ୍ତୁ ତୁମେ କଣ କରିବ ନା ତାକୁ ଆଟେନସନ ଆଉ ସପୋର୍ଟ ଦେଇକିରି ତାକୁ ତୁମ ଚେତନାରେ ସ୍ପ୍ରେଡ କରିବନି, ତାକୁ ତୁମେ ନିରନ୍ତର ତାକୁ ଧ୍ୟାନ ଦେଇକିରି ଏଇଟା ଏମିତି ଖରାପ, ସେଇଟା ସେମିତି ଖରାପ, ଏଇଟା ଭାରି ଅସୁନ୍ଦର, ଏଇ ବ୍ୟକ୍ତି ଅସୁନ୍ଦର, ଏଇ ପରିସ୍ଥିତି ଅସୁନ୍ଦର, ଏଇ ପ୍ରସ୍ତୁତି ଅସୁନ୍ଦର, ଏଇ ଦୁନିଆରେ କାହିଁକି ଏମିତି ଗୁଡାକ ରହିଛି, ଅସୌନ୍ଦର୍ଯ୍ୟ ଏତେ କାହିଁକି ଭରି ରହିଛି ଦୁନିଆରେ? ଆମେ କହୁ ଯେ ଦୁନିଆରେ ଏତେ କଦର୍ଯ୍ୟ ଜିନିଷ କାହିଁକି ରହିଛି? ଯଦି ମଣିଷ ମାନେ ଅଛନ୍ତି ଏଠି ରାକ୍ଷସ ସ୍ୱଭାବର କାହିଁକି ମଣିଷ ମାନଙ୍କ ଭିତରେ ଏମିତି ପ୍ରକୃତି ଗୁଡେ ରହିଛି? ମଣିଷ ମାନେ କାହିଁକି ଏତେ ଖରାପ ସ୍ୱଭାବରେ ହେଇଛନ୍ତି?
ଆମେ ନିରନ୍ତର ସେଇଗୁଡିକ ଭିତରେ ଘାଣ୍ଟି ହଉ। ଆମେ କହୁ ଏମିତି କାହିଁକି ହଉଛି, ତେଣୁ ତା ଭିତରେ ଆମ ଚେତନା ଭିତରେ ତାକୁ ପ୍ରସାରିତ କରିବାର ଲାଗୁ, ତାକୁ ଆଟେନସନ ଦେଇ ସେଇ ବିଷୟରେ ଭାବି ସେଇ କଥାକୁ ନିରନ୍ତର ଦେଖି ସେଇଆ ହଉଥିବୁ ଆମେ। ଏ ସୃଷ୍ଟିରେ କେତେ କଦର୍ଯ୍ୟ, ସେଠି ନକ୍ସଲାଇଟ ରହିଲେଣି, ଏମାନେ କାହିଁକି ଅଛନ୍ତି? ସେତେବେଳେ ସେମିତି ପୁରାଣ ଯୁଗରେ ଅସୁର ଗୁଡା କାହିଁକି ଥିଲେ? ଏବେ ବି ସମାଜରେ ଏମିତି ଖରାପ ଗୁଣ ଥିବା ଲୋକ ଗୁଡେ କେତେ ରହିଛନ୍ତି, କାହିଁକି ରହିଛନ୍ତି? ଆମେ ଏମିତି ଭାବୁ ଏ ଅସୁନ୍ଦର କାହିଁକି ରହିଛି, ଅସୌନ୍ଦର୍ଯ୍ୟ କାହିଁକି, ଆମେ ଏମିତି ଭାବୁ। ତେଣୁ ଆମ ଚେତନା ସେଇଟାରେ ପୁରାପୁରି ଚେତନା ତା ଭିତରେ ଆକ୍ରାନ୍ତ ହେଇଯାଏ। ଏବଂ ମା କହୁଛନ୍ତି ତାହା ଦ୍ୱାରା ତୁମେ ଆକ୍ରାନ୍ତ ହୁଅନି, କେବେ ବି ପ୍ରଭାବିତ ହୁଅନି, ତାକୁ ତା ବାଟରେ ରହିବାକୁ ଦିଅ। ପ୍ରଥମ ଷ୍ଟେପ ସିଏ ତାର ଅଛି, ମୁଁ ରହିବି ସେଇ କଥା ବିଷୟରେ ମୁଁ ନିରନ୍ତର ଭାବିବିନି କି ତାହା ଦ୍ୱାରା ମୁଁ ଆକ୍ରାନ୍ତ ହେବିନି, ପ୍ରଭାବିତ ହେବିନି। ତା ପ୍ରତି ବିରକ୍ତି ବିଦ୍ୱେଷ ଏସବୁ ଆମ ଚେତନାରେ ରହିବ ନାହିଁ। ସେମାନେ ଅଛନ୍ତି, ଅସୌନ୍ଦର୍ଯ୍ୟ ସୃଷ୍ଟିରେ ରହିଛି। ଆମେ କହୁ ଭଗବାନ ଏତେ ସୁନ୍ଦର ସୃଷ୍ଟି କଲେ, କିନ୍ତୁ ମଣିଷ ଭିତରେ କେତେ ଖରାପ ପ୍ରକୃତି ସବୁ ଦେଇଦେଲେ। କଣ ହେଇଗଲା ମଣିଷ? ଗଲା ସୃଷ୍ଟିଟା ପୁରା ଅସୌନ୍ଦର୍ଯ୍ୟରେ ଭରପୁର ହେଇଗଲା। ଏମିତି ଆମେ ଭାବିବା ନାହିଁ। ତେଣୁ ତା ପ୍ରତି ବିରକ୍ତି ବିଦ୍ୱେଷ ସେଇ ଅସୌନ୍ଦର୍ଯ୍ୟ ପ୍ରତି ରଖିବା ନାହିଁ। ଏବଂ ଆମ ଚେତନା ସେ ପ୍ରକାରର ବିରକ୍ତି ବିଦ୍ୱେଷ ଏଇଭଳି ସ୍ତରରୁ ଉର୍ଦ୍ଧ୍ୱରେ ଥିବ। ଆମ ଚେତନା ପୁରାପୁରି ପ୍ରତିକ୍ରିୟା ମୁକ୍ତ ହେଇକି ରହିବ। ଏଇ ପ୍ରଚେଷ୍ଟାଟି ଆମକୁ ପ୍ରଥମେ କରିବାକୁ ହବ। ଆମ ପରିବାରରେ ହଉ, ଆମ ପଡୋଶୀରେ ହଉ, ଇଭେନ ଆମ ରାଜ୍ୟରେ, ଦେଶରେ, ଜଗତରେ, ପୃଥିବୀରେ ସବୁଠି ଯୋଉ ରହିଛନ୍ତି ଅସୌନ୍ଦର୍ଯ୍ୟ ମଣିଷ ଭିତରେ ଆମକୁ କେତେ ଜାଗାରେ ଆମ ଦୃଷ୍ଟିକୋଣ ଅନୁଯାୟୀ ଆମେ ଅସୌନ୍ଦର୍ଯ୍ୟ ଦେଖିଥାଉ। ପୁଣି ଆମେ ଜାଣିଲେ ରିଲେଟିଭ କେମିତି ସୌନ୍ଦର୍ଯ୍ୟଟା ଆମ ଦୃଷ୍ଟିରେ ଯାହା ସୁନ୍ଦର ଅନ୍ୟ ଦୃଷ୍ଟିରେ ତାହା ଅସୁନ୍ଦର ହେଇପାରେ। ଆମେ କିଛି ଲୋକଙ୍କୁ କେତେ ଲୋକଙ୍କୁ ଆମେ କହୁ ସେ ଲୋକଟା କେତେ ସୁନ୍ଦର, କିନ୍ତୁ ଆଉ ଜଣେ ତା ଭିତରେ ଅସୌନ୍ଦର୍ଯ୍ୟ ଠାବ କରିପାରେ, ତା ନଜରରେ ସେ ସୁନ୍ଦର ନ ହେଇପାରେ, ଏମିତି ହୁଏ। ତେଣୁ ଆମ ଦୃଷ୍ଟିରେ ଆମେ ଯୋଉ ଅସୌନ୍ଦର୍ଯ୍ୟ ଦେଖୁଛୁ ତା ପ୍ରତି କୌଣସି ପ୍ରତିକ୍ରିୟା ଆମର ରହିବନି, ତା ଦ୍ୱାରା ପ୍ରଭାବିତ ହବାନି, ତାଠାରୁ ଆମେ ନିଜକୁ ଟିକେ ଅଲଗା କରି ରହିବା। ପ୍ରଥମ କଥା। ଦ୍ୱିତୀୟ ଷ୍ଟେପ ମା କହିଲେ କେମିତି ତାକୁ କେୟାର କରିବା। ସେ କହୁଛନ୍ତି ଟୁ ବି ପଜିଟିଭଲି କନସିୟସ୍ ଅଫ ଦ ସୁପ୍ରିମ ଗୁଡ ଆଣ୍ଡ ସୁପ୍ରିମ ବ୍ୟୁଟି ବିହାଇଣ୍ଡ ଅଲ୍ ଥିଙ୍ଗସ୍ which sustains all things and enables them to exist. When you see him capital H ଲେଖୁଛନ୍ତି, ସେ ପରମ ପ୍ରଭୁଙ୍କ ପାଇଁ ଲେଖୁଛନ୍ତି, ଭଗବାନଙ୍କ ପାଇଁ ଲେଖୁଛନ୍ତି। You are able to perceive him behind the mask and this distortion. Even this ugliness, this wickedness, this evil is a disguise of something which is essentially beautiful or good, luminous, pure. ସବୁର ପଶ୍ଚାତରେ ଥିବା ସେ ପରମ ସତ୍ୟ ପରମ ସୌନ୍ଦର୍ଯ୍ୟ ବିଷୟରେ ଆମେ ସଚେତନ ହବା। ଏ କଥା ଆମକୁ ଦ୍ୱିତୀୟ ପଦକ୍ଷେପରେ କରିବାକୁ ହବ। ଭଗବାନଙ୍କୁ ବାଦ ଦେଇ ଏ ସୃଷ୍ଟିରେ କିଛି ବି ତିଷ୍ଠି ପାରେନି। ଏ ସୃଷ୍ଟିରେ କିଛି ବି ନାହିଁ। ଗୋଡିଟିଏ ହେଲେ ମଧ୍ୟ ତାରି ଭିତରେ ଭଗବାନ ହିଁ ରହିଛନ୍ତି, ସେ ହିଁ ରୂପ ଗ୍ରହଣ। ତେଣୁ ଏଇ କଥାକୁ ପ୍ରଥମ କରି ଜାଣିବା ଏବଂ ସବୁ ଭିତରେ ସେଇ ପରମ ସତ୍ୟଙ୍କୁ ରହିଛନ୍ତି ବୋଲି ଆମେ ସଚେତନ ହବା। ପରମ ସତ୍ୟ ରହିଛନ୍ତି ପରମ ସୌନ୍ଦର୍ଯ୍ୟ ରୂପରେ। ଏବଂ ଆପାତ ଦୃଷ୍ଟିରେ ଯାହା ଆମକୁ ବିକୃତ ମନେ ହେଉଛି, ଯାହା ଅବ୍ୟବସ୍ଥା ବୋଲି ମନେ ହେଉଛି, ଯାହା ଅସୌନ୍ଦର୍ଯ୍ୟ ମନେ ହେଉଛି, ଏଇ କଦର୍ଯ୍ୟ ମନେ ହେଉଛି, ସବୁ ଭିତରେ ସେଇ ଅସୌନ୍ଦର୍ଯ୍ୟ କଦର୍ଯ୍ୟତା ଭିତରେ ଲୁକାୟିତ ଭଗବାନଙ୍କୁ ଦେଖିବାକୁ ଚେଷ୍ଟା କରିବା। ଏବଂ ଏଇଭଳି ଦୃଷ୍ଟି ଶକ୍ତିଟି ଆମ ଭିତରେ ଡେଭଲପ କରିବାକୁ ପଡିବ। ଏ ହଉଛି ସାଧନା। ଏହା ଦିନକରେ ସମ୍ଭବ ନୁହେଁ। ଆମ ଭିତରେ ନିରନ୍ତର ଅଭିପ୍ସା ରଖିବାକୁ ହବ ଯେ ମତେ ଏଇ ସ୍ତରକୁ ଯିବାର ଅଛି। ମୁଁ କାହିଁକି ଆଜି ଲୋକଙ୍କ ଭିତରେ ଏତେ ଖରାପ ଗୁଣ ଦେଖୁଛି? ମୁଁ କାହିଁକି ଅନ୍ୟମାନଙ୍କର ଏତେ ଖରାପ ଗୁଣର ନିରନ୍ତର ସମାଲୋଚନା କରିବାରେ ଲାଗିଛି? ମୋ ଭିତରେ ମତେ କାହିଁକି ସେଗୁଡିକ ଦୃଷ୍ଟିଗୋଚର ହଉଛି ଏତେ ଅସୌନ୍ଦର୍ଯ୍ୟ? ତେଣୁ ମୋର ସବୁ ଭିତରେ ଭଗବାନଙ୍କୁ ଦେଖିବାର ଅଭାବ ହେଇଯାଇଛି।
भगवान को देखिबार प्रयास करी निरंतर अभिप्सा रहिबो मु भगवान को ही देखिबि सबुठी असुर भितर भी मु भगवान को देखिबि कारण से असुर से विरोधी शक्ति से मैंने आ कहीं नुहति से भगवान ही सृष्टि सी ही तांकर शक्ति को उत्साहित करिसेंती एवं स्वाधीनता दे ताकू से असुर हेछि से जेतेबेले तांकर चेतना ही तांकर से उत्साहित करथिले से स्वाधीन हुए से दिव्यों को भूली से आज विकृत रूप प्राप्त रही आसुरी कह देखा किंतु मूल रही सी ये देखा हम थर्ड स्टेप कहते then comes the true collaboration for when you have this vision this perception when you live in this consciousness it also gives you the power to draw that down into the manifestation to the earth and to bring it into contact with what now distorts and disguises so that little by little this distortion and this disguise are transformed by the influence of the truth that is behind they कहते धीरे धीरे आमको वास्तव सहयोग करने को हम जे केमिति सहयोग करबा तांकर कार्य रे ए सब भितर से अछंती तांकर परिप्रकाश दी आम भितर आगे केमिति होबो आम दृष्टि रे केमिति खोली जीवो तांकर उपस्थिति को हम देखि परबा जेतेबेले हमर ए विजन रहइबो जे आमे सब भितर तांको देखिबार प्रयास करबा एवं धीरे 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 आमे सेते समर्थ होबा सेतेबेले कोन होबो आम चेतना एमिति गोटे स्तर को आसीबो एवं आमे सेते वास करबा सेतेबेले कोन होबो ना आम भितर गोटे सामर्थ्य आसीबो जे सेई जो दिव्य चेतना आम भितर प्रकाशित हेछि धीरे धीरे आमे सबरी भितर भगवान को देखि पारुछि सेई ऊर्ध्वस्त भगवत चेतना सेई दिव्य चेतना को आमे ए जो कदर्य जिनिस गुड़िक रही सृष्टि रे बोली हमको देखा जाउछि जहा कदर्य माने होछि जहा असुंदर माने होछि जहा तांकर छद्म रूप ही तो सब तारी ऊपरे आमे ताको प्रयोग करिबा तारी पाखकू सेई चेतना सेई शक्ति को आमे विकिरित करिबा तारी ऊपर को यह संयुक्त करेबा आम चेतना एमिति स्तर को गला परे आमे ताहा करि परिबा ताहा एमिति गोटे इमेजिनेशन रो कथा नुहे बा ताहा को नेकरी आमे एमिति गोटे उदाहरण दे परिबानी केमिति करिबा बोली ताहा जेतेबेले आमे एई कार्यटी करि परिबा जे आमे सबरी भितरे सेई भगवान को देखि परिबा सेई चेतना रे पहुंचबा सेतेबेले ही एई कार्यटी आमे करि परिबा आम चेतना रो सेई प्रसारणटी से अग्लीनेस से असौंदर्य भीतर को आमे प्रवेश करेगा हेले कौन हबो जहा प्रकृत रे छद्मवेश रे रहिछि से दिव्यंकर परिप्रकाश हे पारुनी से दिव्य सौंदर्य तारि भितर अप्रकाशित भाव रे रहिछि सेठी ताहले धीरे 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 से जहा छद्मवेशटी रूपांतरित हवा को लागियो एवं तारि भितरे से दिव्य निजको धीरे धीरे प्रकाश करने को लगे एभली जहाँ में असुंदर जहाँ में मंद देखुचु सेगुड़े को रूपांतर हबारे यथार्थ सहयोग करि परिबा भगवान को ए कार्य के हमको करबा को ए तीनटी बाट हमको करबा पाए कहा जाय छी तनो आम दृष्टि रे आविष्कृत से भागवत सत्य को हमको से विकृति उपरे पकेबा को पड़िबो प्रयोग करबा को पड़िबो एवं धीरे धीरे से विकृति रूपांतर हो हमको एक कार्य करबा को पड़िबो तापरे हम जानिले केमिति आमे जया को असौंदर्य बोले कहूचे तार रूपांतर केमिति संभव हो केमिति हे पारिबो आम चेतना भितर प्रथमे आम चेतनार रूपांतर तापरे तार प्रभाव रे से बाह्य छद्म बेसतिर रूपांतर सावित्री प्रभुंकर बाणी कहउचंती द बुक ऑफ द डबल टॉयलेट रे कहउचंती
His laughter of beauty breaks out in green trees. His moments of beauty triumph in a flower. The blue seas chant, the rivulet's wandering voice are murmurs falling from the eternal heart. এই জগତରେ ଆମେ ସବୁଠି ସୌନ୍ଦର୍ଯ୍ୟକୁ ବୁଝିବା, ଦେଖିବା, এই ପ୍ରୟାସ କରିବା। ଏ ହଉଛି ଆମର ସାଧନା। ଆମେ ଯେ ସବୁଠି ଖାଲି ଅସୁନ୍ଦର ମନ୍ଦ ଏସବୁକୁ ଦେଖୁଛେ, ତାହା ଆମ ଚେତନାର ଗୋଟେ ଅପୂର୍ଣ୍ଣତା। ସବୁରି ଭିତରେ ସେଇ ଭଗବାନ ରହିଛନ୍ତି। ଆମେ ଜାଣିଲେ, ବୁଝୁଛେ, ଆମେ କହୁ ଯେ ସବୁଠି ସେଇ ଆତ୍ମା ବିରାଜମାନ କରୁଛନ୍ତି, ଆତ୍ମା ରୂପରେ ସେଇ ଭଗବାନ ବିରାଜମାନ କରୁଛନ୍ତି, କିନ୍ତୁ ଆମେ ବାସ୍ତବିକ ତାହା ହୃଦୟଙ୍ଗମ କରୁନୁ, ଉପଲବ୍ଧି କରୁନୁ। ସେଇ କଥାକୁ ଆମକୁ ବୁଝିବାକୁ ହବ, ବାସ୍ତବରେ ଉପଲବ୍ଧି କରିବାକୁ ହବ ସେ କେମିତି ସବୁଠି ଭରି ରହିଛନ୍ତି। ସବୁଜ ତରୁରାଜରେ ତାଙ୍କ ସୌନ୍ଦର୍ଯ୍ୟ ହସି ଉଠେ। ଯେତିକ ସବୁଜ ଦେଖୁଛେ, ବୃକ୍ଷ ଲତା ପାହାଡ ପର୍ବତ ସବୁଠି ତାଙ୍କର ହିଁ ସୌନ୍ଦର୍ଯ୍ୟ ହସୁଛି ଏବଂ ତାଙ୍କର ସୌନ୍ଦର୍ଯ୍ୟ ପୂର୍ଣ୍ଣ ସେଇ ଭଟ୍ଟ ଗୁଡିକ ପୁଷ୍ପ ଭିତରେ ଜୟ ଜୟକାର କରୁଛନ୍ତି। ତାଙ୍କର ହିଁ ସୌନ୍ଦର୍ଯ୍ୟ ସେ ପୁଷ୍ପକୁ ସୌନ୍ଦର୍ଯ୍ୟମୟ କରୁଛି। ସେଇ ସୁନୀଳ ସାଗରର ସେଇ ସଙ୍ଗୀତ, ସେଇ ଝରଣା ବା ସ୍ରୋତସ୍ୱିନୀର ସେଇ ପ୍ରବାହମାନ କଣ୍ଠ, କୁଳୁକୁଳୁ ନାଦ, ସେ ହଉଛି ଶାଶ୍ୱତଙ୍କ ବୀଣାରୁ ଝରି ପଡୁଥିବା ଝଙ୍କାର। କେତେ ସୌନ୍ଦର୍ଯ୍ୟ! ତାଙ୍କର ହିଁ ଉପସ୍ଥିତି ସବୁ ଜାଗାରେ ସବୁଠି ରହିଛି। ଏହାକୁ ଆମକୁ ଉପଲବ୍ଧି କରିବାକୁ ହବ। ସବୁ କଥାର ମୂଲ୍ୟ ତା ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ନିର୍ଦ୍ଧାରିତ ହୋଇଥାଏ। ସାଧାରଣ ଦୃଷ୍ଟିରେ ଯାହା ଅସୁନ୍ଦର ମନେ ହୁଏ, ଯେମିତି ଆହୁରି ଅସୁନ୍ଦର ଅଭିଜ୍ଞତା ହେଲେ ତାହା ଅପେକ୍ଷାକୃତ ସୁନ୍ଦର ବୋଲି ଦିଶିପାରେ ଆମକୁ, କିନ୍ତୁ ଏ ସମସ୍ତ ଦୃଷ୍ଟି ଓ ବିଚାରର ବହୁ ଊର୍ଦ୍ଧ୍ୱରେ ରହିଛି ଚେତନାର ଏମିତି ଏକ ପର୍ଯ୍ୟାୟ ଯେଉଁଠାରୁ ଦେଖିଲେ ସବୁ ସୁନ୍ଦର, ସବୁ ହିଁ ସୁନ୍ଦର। ଆଲିପୁର ଜେଲରେ ଯେତେବେଳେ ଶ୍ରୀ ଅରବିନ୍ଦ ବନ୍ଦୀ ଭାବରେ ଜୀବନ ଯାପନ କରୁଥିଲେ, ସେଇ ଯୋଉ କାରାଗାରରେ ସେ ରହିଥିଲେ, ସେ କାରାଗାରର ପ୍ରାଚୀର କେତେ ଯେ ମଇଳା ସେ ନ ହେଇଥିବ, କିଏ ତାକୁ ମେଣ୍ଟେନ କରୁଥିବ? କେତେ ଅସୌନ୍ଦର୍ଯ୍ୟ, କେତେ ଅପରିଷ୍କାର ଭିତରେ ସେ ଦେଖୁଛନ୍ତି ବାସୁଦେବଙ୍କୁ। ସେଇ ରୁମର ଯୋଉ ଅସୌନ୍ଦର୍ଯ୍ୟ, ଯୋଉ ଭଳି କଣ୍ଡିସନରେ ସେ ରୁମଟି ଥିଲା, ସେ ଭିତରେ ସେ ଦେଖୁଛନ୍ତି ବାସୁଦେବଙ୍କୁ। ସେ ଜଗିଛି ବୃକ୍ଷ ପ୍ରହରୀଟି, ତାରି ଭିତରେ ଦେଖୁଛନ୍ତି ବାସୁଦେବଙ୍କୁ। ଉକିଲ ଭିତରେ ଦେଖୁଛନ୍ତି ବାସୁଦେବଙ୍କୁ, ବିଚାରପତି ଭିତରେ ବି ଦେଖୁଛନ୍ତି ସ୍ୱୟଂ ବାସୁଦେବଙ୍କୁ। ତେଣୁ ଏଇଭଳି ଆମକୁ ହେବାକୁ ହବ ଚେତନାରେ, ସବୁଠି ସେଇ ପରମ ଭଗବାନଙ୍କୁ ଦେଖିବାକୁ ହବ। ସବୁ ବସ୍ତୁ, ମଣିଷ, ପରିସ୍ଥିତିର ଏ ବାହ୍ୟ ରୂପର ପଶ୍ଚାତରେ ଯୋଉ ସୂକ୍ଷ୍ମ ବାସ୍ତବତା ରହିଛନ୍ତି, ଯାବତୀୟ ଅସ୍ଥିର ଅସ୍ଥାୟୀ ପରିସ୍ଥିତି ଗୁଡିକର ଅନ୍ତରାଳରେ ଯୋଉ ସ୍ଥିର ସତ୍ୟ ରହିଛନ୍ତି, ତାଙ୍କରି ସହିତ ଯୁକ୍ତ ହେଇପାରିଲେ ହିଁ ସେଇ ମହତ୍ ଅନୁଭବଟି ସମ୍ଭବ ହବ। ଆମକୁ ସେଇ କଥାଟି ସାଧନାରେ କରିବାକୁ ହବ। କେବଳ ସୌନ୍ଦର୍ଯ୍ୟ ଅସୌନ୍ଦର୍ଯ୍ୟର ଦ୍ୱନ୍ଦ୍ୱ ଭିତରେ ରହିଲେ ହେବ ନାହିଁ, କରିବାକୁ ହବ ଏଇ ସାଧନା। ନିଜ ଭିତରେ ତାଙ୍କୁ ତାଙ୍କ ସହିତ ଆତ୍ମାଙ୍କୁ ଆବିଷ୍କାର କରିବା, ତାଙ୍କ ସହିତ ଯୁକ୍ତ ହେବା, ତେବେ ଯାଏ ଏଇ ଚେତନା ସମ୍ଭବ, ଯାହା ଶ୍ରୀ ଅରବିନ୍ଦ ସେଠି କରୁଥିଲେ। ମାନବର ପ୍ରତିନିଧି ରୂପେ ସେ କରିଛନ୍ତି। ସାବିତ୍ରୀରେ ପୁଣି ଶ୍ରୀ ଅରବିନ୍ଦ ଲେଖୁଛନ୍ତି, this world is God fulfilled in outwardness. His ways challenge our reason and our sin. By blind brute movements of an ignorant force, by means we slide at small, obscure or waste, a greatness founded upon little things. ଏ ବିଶ୍ୱ ହେଉଛି ସେ ଭାଗବତ ପୂର୍ଣ୍ଣତାର ବାହ୍ୟ ପରିପ୍ରକାଶ।
ସବୁଠି ଭଗବାନ ପରିପୂର୍ଣ୍ଣ ହେଇ ରହିଛନ୍ତି। ତାର ବାହ୍ୟ ପରିପ୍ରକାଶ ହଉଛି ଏ ବିଶ୍ୱ। ତାଙ୍କ ବିଚିତ୍ର କର୍ମଧାରା ଆମର ବୁଦ୍ଧି ଆଉ ଇନ୍ଦ୍ରିୟକୁ ବିଭ୍ରାନ୍ତ କରେ। ଆମେ ବୁଝିପାରୁନୁ ତାଙ୍କର ବିଚିତ୍ର କର୍ମଧାରାକୁ। ଏ କାହିଁକି ଏଭଳି ରୂପ ହେଇଛି, ପଙ୍କଟି କାହିଁକି ଅସୁନ୍ଦର ହେଇଛି। ପଦ୍ମଟିକୁ ଆମେ ସୁନ୍ଦର କହୁଛୁ, କିନ୍ତୁ ପଙ୍କଟିକୁ ସବୁବେଳେ ଅସୌନ୍ଦର୍ଯ୍ୟ ବୋଲି ହିଁ ଆମେ କହୁଛୁ, ଘୃଣ୍ୟ। ଆମେ ଯାଇପାରୁନୁ, ସେଠି ଗଲେ ଆମକୁ ଘୃଣା ଲାଗୁଛି ପଙ୍କ ପାଖକୁ ଯିବାକୁ। କିନ୍ତୁ ପଦ୍ମ ଆମ ନଜରରେ ସୌନ୍ଦର୍ଯ୍ୟ, ପରମ ସୌନ୍ଦର୍ଯ୍ୟର ଗୋଟିଏ ପରିପ୍ରକାଶ। କିନ୍ତୁ ସେଇ ପଙ୍କ ଏବଂ ପଦ୍ମ ଏହା ହିଁ ପ୍ରତିପାଦିତ କରୁଛନ୍ତି। ସେଇ ପଙ୍କ ଯାହା ଅସୌନ୍ଦର୍ଯ୍ୟ, ତାରି ଭିତରୁ ହିଁ ସେଇ ଦିବ୍ୟ ସୌନ୍ଦର୍ଯ୍ୟର ଆବିର୍ଭାବ ହୁଏ, ପରିପ୍ରକାଶ ହୁଏ। ସେଇ ପଙ୍କ ଭିତରେ ଆମେ ଦେଖିବାକୁ ଚେଷ୍ଟା କରିବା ସେଇ ଦିବ୍ୟ ସୌନ୍ଦର୍ଯ୍ୟ ଯାହା ପଦ୍ମ ରୂପରେ ଭିତରେ ଲୁକାୟିତ ହେଇ ରହିଛନ୍ତି। ପ୍ରକାଶିତ ହେଇଗଲେ ସେଇ ଦିବ୍ୟ ସୌନ୍ଦର୍ଯ୍ୟ ଅସୌନ୍ଦର୍ଯ୍ୟର ସତ୍ତା ହଜିଯିବ। ତେଣୁ ସେଇ ଭଗବାନଙ୍କର ପୂର୍ଣ୍ଣତା ହିଁ ଏ ବିଶ୍ୱ। ସବୁଠି ସେ ଭରି ରହିଛନ୍ତି। କେବଳ ଆମ ବୁଦ୍ଧି, ଆମ ଇନ୍ଦ୍ରିୟ ଗୁଡିକ ବିଭ୍ରାନ୍ତ ହଉଛନ୍ତି, ତାଙ୍କ କର୍ମଧାରାକୁ ବୁଝି ପାରୁନାହାନ୍ତି। ଆମେ ଆମର ଅନ୍ଧ ସେଇ ପାଶବିକ ପ୍ରବୃତ୍ତି ଦ୍ୱାରା ପରିଚାଳିତ ହଉଛୁ। ଆମେ ଯାହାକୁ କ୍ଷୁଦ୍ର କହୁଛୁ, ନଗଣ୍ୟ କହୁଛୁ, ତୁଚ୍ଛ ବୋଲି କହୁଛୁ, ହେୟ ଦୃଷ୍ଟିରେ ଦେଖୁଛୁ, ଅସୁନ୍ଦର ବୋଲି କହୁଛୁ। ଶାଶ୍ୱତଙ୍କ କଲ୍ୟାଣରୁ ତାହା ଭିତରେ ବି ତାଙ୍କର ମହତ୍ଵ ପ୍ରତିଷ୍ଠିତ ହେଇ ରହିଛି। କେବଳ ଆମର ଦୃଷ୍ଟି, ଆମର ଇନ୍ଦ୍ରିୟ ଏଗୁଡିକୁ ବୁଝିବାକୁ ଅସମର୍ଥ ହେଉଛନ୍ତି। ପ୍ରସ୍ତୁତ କରିବା ଏମାନଙ୍କୁ ସେଇ ଦିବ୍ୟଙ୍କର ସାହାଯ୍ୟରେ ହିଁ ସେଇ ଦିବ୍ୟଙ୍କର ଅଭିବ୍ୟକ୍ତି ଆମେ ସବୁଠାରୁ ଦେଖିବା ପାଇଁ ସମର୍ଥ ହେଇପାରିବା। ଏହି ପ୍ରାର୍ଥନା ସହିତ ଆଜି ମୁଁ ଏଇଠି ରହୁଛି। ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ବନ୍ଦେ ମାତରମ୍।